ଯେଉଁ ବ୍ୟକ୍ତି ଏହି 4ଟି କାମ କରିଥାନ୍ତି ସବୁବେଳେ କରଜରେ ବୁଡ଼ିଥାନ୍ତି। ତ କ'ଣ ସେହି 4ଟି କାମ? ଜାଣିବା ପୂର୍ବରୁ ଏହି ଭିଡ଼ିଓଟି ଯିଏ ବି ଦେଖୁଛି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି କରିବେ ମା ଲକ୍ଷ୍ମୀ ତା ଘରକୁ କେବେ ବି ଟଙ୍କା ପଇସାରେ ଅଭାବ ରଖିବେ ନାହିଁ। ଫାଷ୍ଟ ଭୁଲ, କେବେ ବି ମଙ୍ଗଳବାର ଓ ଶନିବାର କାହାଠାରୁ ବି ଉଧାର ନିଅନ୍ତୁ ନାହିଁ, କାହିଁକି ନା ଏହି ଦିନ ନେଉଥିବା କରଜ ଜୀବନ ସାରା କେବେ ବି ଶୁଝି ହୁଏ ନାହିଁ। ତୃତୀୟ ଭୁଲ, ମଙ୍ଗଳବାର ଓ ଶନିବାର ଲୁଣ କିଣନ୍ତୁ ନାହିଁ, କାହିଁକି ନା ଶାସ୍ତ୍ର ଅନୁସାରେ ମଙ୍ଗଳବାର ଏବଂ ଶନିବାର ଦିନ ଲୁଣ କିଣିଲେ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ। ତୃତୀୟ ଭୁଲ, ଘରେ କେବେ ବି ଦ୍ୱାର ମୁଖରେ ଅଳିଆ ଡଷ୍ଟବିନ୍କୁ ରଖିବେ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଶୀଘ୍ର ଘରୁ ଛାଡ଼ି ଚାଲି ଯାଇଥାନ୍ତି। ଚତୁର୍ଥ ଭୁଲ, ଛାତ ଉପରେ କେବେ ବି ବେକାରୀ ଜିନିଷକୁ ରଖନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି, କାହିଁକି ନା ଘରର ଛାତ ଉପରଟାକୁ କେନ୍ଦ୍ର କୁହାଯାଏ। ତେଣୁ କେବେ ବି ବେକାରୀ ଅଦରକାରୀ ଜିନିଷ ଛାତ ଉପରେ ରଖନ୍ତୁ ନାହିଁ।